ରାସ୍ତାରେ ଟଙ୍କା ମିଳିବାର ରହସ୍ୟ କ'ଣ? ଏହା କ'ଣ ଭାଗ୍ୟ ବଦଳିବାର ସଂକେତ କି? ଟଙ୍କା ମିଳିଲେ କ'ଣ କରିବେ ଯାହାଦ୍ୱାରା ହେବନି ସମସ୍ୟା? ଆପଣ କେବେ ରାସ୍ତାରେ ଚାଲୁଥିବା ବେଳେ ହଠାତ୍ ଗୋଟିଏ ଟଙ୍କା, 2 ଟଙ୍କା କିମ୍ବା 10 ଟଙ୍କା, 20 ଟଙ୍କା, 50 ଟଙ୍କାର ନୋଟ୍ ପଡ଼ିଥିବାର ଦେଖିଛନ୍ତି କି? ଅଧିକାଂଶ ଲୋକ ସେହି ଟଙ୍କାକୁ ଉଠାଇ ନେଇଥାନ୍ତି। କିନ୍ତୁ କେବେ ଭାବିଛନ୍ତି କି ଏଭଳି ହଠାତ୍ ରାସ୍ତାରେ ଟଙ୍କା ମିଳିବା କେବଳ ଏକ ସଂଯୋଗ, ନା ଏହା ପଛରେ ଲୁଚି ରହିଛି କୌଣସି ବିଶେଷ ସଂକେତ? ଧାର୍ମିକ ବିଶ୍ୱାସ ଓ ଲୋକ ପ୍ରଚଳିତ ମତ ଅନୁଯାୟୀ ଏଭଳି ଘଟଣାକୁ ଅନେକ ଭାଗ୍ୟ ସହ ଯୋଡ଼ି ଦେଖନ୍ତି। ହିନ୍ଦୁ ପରମ୍ପରାରେ ଧନକୁ କେବଳ ଟଙ୍କା ବୋଲି ଦେଖାଯାଏ ନାହିଁ, ଏହାକୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ସମୃଦ୍ଧିର ପ୍ରତୀକ ବୋଲି ମନାଯାଏ। ସେଥିପାଇଁ ରାସ୍ତାରେ ହଠାତ୍ ଟଙ୍କା ମିଳିବାକୁ ଅନେକ ଲୋକ ଆସନ୍ତା ଭଲ ସମୟରେ ଏକ ଇଙ୍ଗିତ ବୋଲି ବିଶ୍ୱାସ କରନ୍ତି। ବିଶ୍ୱାସ କରାଯାଏ ଯେ ଆପଣଙ୍କ ଜୀବନରେ କୌଣସି ଭଲ ପରିବର୍ତ୍ତନ ଆସିବାକୁ ଯାଉଛି କିମ୍ବା ଆପଣଙ୍କ ଦୀର୍ଘ ଦିନର ପରିଶ୍ରମର ଫଳ ମିଳିବାର ସମୟ ପାଖେଇ ଆସିଛି। କିଛି ଲୋକଙ୍କ ମତରେ ରାସ୍ତାରେ ମିଳୁଥିବା ଟଙ୍କା ପୂର୍ବଜମାନଙ୍କ ଆଶୀର୍ବାଦର ମଧ୍ୟ ଏକ ପ୍ରତୀକ ହୋଇପାରେ। ଏହାର ଅର୍ଥ ଆପଣ ଠିକ୍ ରାସ୍ତାରେ ଆଗକୁ ବଢ଼ୁଛନ୍ତି ଏବଂ ଅଦୃଶ୍ୟ ଶକ୍ତି ଆପଣଙ୍କ ସହ ଅଛି। ଯଦିଓ ଏହା ଏକ ଧାର୍ମିକ ବିଶ୍ୱାସ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଯଦି ଆପଣଙ୍କୁ ରାସ୍ତାରେ ଗୋଟିଏ ମୁଦ୍ରା ବା 1 ଟଙ୍କା ମିଳେ, ତେବେ ଲୋକବିଶ୍ୱାସ ଅନୁସାରେ ଏହା ଏକ ନୂଆ ଆରମ୍ଭର ସଂକେତ ହୋଇପାରେ। ହୁଏତ ଆପଣଙ୍କ ଜୀବନରେ ନୂଆ ଚାକିରି, ନୂଆ ବ୍ୟବସାୟ, ନୂଆ ସମ୍ପର୍କ କିମ୍ବା କୌଣସି ବଡ଼ ସୁଯୋଗ ଆସିବାକୁ ଯାଉଛି। ଆଉ ଯଦି 10 ଟଙ୍କା, 20 ଟଙ୍କା, 50 ଟଙ୍କା କିମ୍ବା 10ର ଗୁଣତିକ ନୋଟ୍ ମିଳେ, ତେବେ କିଛି ଧାର୍ମିକ ମତ ଅନୁସାରେ ଏହା ଆପଣଙ୍କୁ ନିଜ ନିଷ୍ପତ୍ତି ଉପରେ ଭରସା ରଖିବାର ସନ୍ଦେଶ ଦେଇଥାଏ। ଯେଉଁ କାମ ପାଇଁ ଆପଣ ଦୀର୍ଘଦିନ ଧରି ପରିଶ୍ରମ କରୁଛନ୍ତି, ସେଥିରେ ସଫଳତା ମିଳିବାର ସମ୍ଭାବନା ବଢ଼ିପାରେ ବୋଲି ଲୋକବିଶ୍ୱାସ ରହିଛି। କିନ୍ତୁ ଏଠାରେ ଗୋଟିଏ କଥା ମନେ ରଖିବା ଜରୁରୀ। ରାସ୍ତାରେ ଟଙ୍କା ମିଳିଲେ ପ୍ରଥମେ ଚାରିପାଖ ଦେଖନ୍ତୁ। ସେହି ଟଙ୍କା କାହାର ପଡ଼ିଯାଇଥିଲେ ସମ୍ଭବ ହେଲେ ତାହା ଫେରାଇବାକୁ ଚେଷ୍ଟା କରନ୍ତୁ, କାରଣ ସଚ୍ଚୋଟତାକୁ ସବୁ ଧର୍ମରେ ସର୍ବୋଚ୍ଚ ଗୁଣ ବୋଲି କୁହାଯାଇଛି। ଯଦି ମାଲିକଙ୍କୁ ଖୋଜିବା ସମ୍ଭବ ନୁହେଁ, ତେବେ ସେହି ଟଙ୍କାକୁ କୌଣସି ଭଲ କାମରେ ବ୍ୟବହାର କରିବା କିମ୍ବା ଦାନ କରିବାକୁ ମଧ୍ୟ ଅନେକ ଶୁଭ ବୋଲି ମାନନ୍ତି।